ସମସ୍ତେ କହୁଥିଲେ ଏଲନିନୋ ପ୍ରଭାବରେ ଏ ବର୍ଷ ବର୍ଷା ହେବନି, ମରୁଡ଼ି ହେବ। କିନ୍ତୁ ଦେଖନ୍ତୁ ବାଲେଶ୍ୱର ଆମ ଗାଁରେ, ମୋ ଫାର୍ମରେ ବର୍ଷା ଚାଲିଛି ଯେ ଛାଡ଼ିବାର ନାଁ ଧରୁଛି। ଦୁଇଥର ତିନିଥର ବନ୍ୟା ହେଲାଣି। ଧାନ ରୋଇବା ପାଇଁ ତଳି ହେଇଛି, କିନ୍ତୁ ତଳି ଉପଡ଼ା ହେଇ ରୁଆଯାଇ ପାରୁନି, କାହିଁକିନା ବିଲରେ ବର୍ତ୍ତମାନ ବନ୍ୟା ଜଳ ଭର୍ତ୍ତି। ଗଡ଼ିଆ ପୋଖରୀ ସବୁ ଦେଖନ୍ତୁ ଉବୁଟୁ। ଆଉ ସେଥିପାଇଁ ସେକେଣ୍ଡ ଫେଜ୍ରେ ବି ତଳି ପଡ଼ିଛି, ତା'ର ଅବସ୍ଥା ଦେଖିବେ। ସିଏ ବି ତାକୁ କିଛି କରିହେଉନି। ବର୍ଷା ଚାଲିଛି, ନିର୍ଘାତ ବର୍ଷା। ଅଗଷ୍ଟ 15 ସରିଲାଣି, ଧାନ ରୋଇ ହେଉଛି। ଏ ସେକେଣ୍ଡ ଫେଜ୍ ତଳି, ସେପଟେ ଦୂରରେ ଥାର୍ଡ଼ ଫେଜ୍ ତଳି ସବୁ, କିନ୍ତୁ କିଛି କାମକୁ ନୁହେଁ। ଏ ବର୍ଷା ଛାଡ଼ିବ ନା ଧାନ ଚାଷ ହେବ। ଏମିତି ପରିସ୍ଥିତି ଭିତରେ କ'ଣ କରିବା? ତେଣୁ କଥାରେ ଅଛି, ଚାଷ ଅଛି ଯାହାର କି ଆନନ୍ଦ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆ ଯାହାର। କିନ୍ତୁ ମୁଁ ଆଜି କହିବି, ଚାଷ ଅଛି ଯାହାର ସବୁ ଦୁଃଖ ତାହାର। ଆଉ ଆଜି କିଛି କହିବିନି। ଦେଖନ୍ତୁ ବର୍ଷା କେମିତି ହେଉଛି। ଆଜି ଅଗଷ୍ଟ 16 ତାରିଖ। ଇଏ ଦୃଶ୍ୟ ଫାର୍ମ, ବିଲ ବାଡ଼ି ସବୁ ପ୍ରବଳ ବର୍ଷା, ପାଣି। କେମିତି ପାଣି ଖସୁଛି। ଏ ହେଉଛି ଆମର ଏବେର ପରିସ୍ଥିତି।